ମୁଁ ଜାଣି ଯେ ପୂର୍ବାଞ୍ଚଳର ମନ ମଧ୍ୟ ଏହାକୁ ଏକ ଭୟଙ୍କର ବିକୃତ ଉପାୟରେ ଗ୍ରହଣ କରିଛି। କିନ୍ତୁ ବର୍ତ୍ତମାନ ଯଦି ତୁମେ ତୁମର ବନ୍ଧୁ କିମ୍ବା ତୁମର ସମ୍ପର୍କୀୟଙ୍କୁ କୁହ, ମୁଁ 3 ଦିନ ପାଇଁ ଆଶ୍ରମକୁ ଯାଉଛି, ସେମାନେ ତୁମର ନାଶ ପ୍ରତି ବହୁତ ଦୟାଳୁ ହୋଇଯିବେ। କାହିଁକି କ'ଣ ଭୁଲ ହୋଇଛି? ତୁମର ଜୀବନରେ କିଛି ଭୁଲ ଅଛି। ତୁମେ ନିଜକୁ ସାମ୍ନା କରିବା ପାଇଁ ଏକ କ୍ଷତ ସୁସ୍ଥ କରିବା ପାଇଁ ଆଶ୍ରମକୁ ଯାଉଛ। ତୁମେ ପ୍ରକୃତରେ ତୁମର ଜୀବନରେ ଭୁଲ ହେବ କିମ୍ବା ତୁମେ ଜୀବନ ପାଇଁ ବହୁତ ବୃଦ୍ଧ ହେବ, ନଚେତ୍ ତୁମେ କାହିଁକି ଆଶ୍ରମକୁ ଯିବ? ତେଣୁ ଏହା ଏହି ସଂସ୍କୃତିରେ ମଧ୍ୟ ପ୍ରବେଶ କରିଛି। ମୂଳତଃ ଯଦି ତୁମେ କେବଳ କିଛି ଅଂଶରେ ଜୀବିତ ଅଛ କିମ୍ବା ଯଦି ତୁମେ ଆଂଶିକ ଭାବରେ ଜୀବିତ ଅଛ, ତେବେ ଆଂଶିକ ଭାବରେ ଜୀବିତ ରହିବା ଏକ ଭୟଙ୍କର ଯନ୍ତ୍ରଣା। ତୁମ ମଧ୍ୟରୁ ଅନେକ କେହି ବିଜ୍ଞାନ ଶ୍ରେଣୀ ଦେଇ ଯାଇଛନ୍ତି। ମୁଁ ନିଶ୍ଚିତ ଯେ ତୁମେ ବେଙ୍ଗ ଏବଂ କୋକା ଖୋଲି ଦେଇଛ। ଠିକ୍ ସେମାନେ ଭଲ ଜୀବନ୍ତ ପ୍ରାଣୀ ଥିଲେ, କିନ୍ତୁ ତୁମେ ସେମାନଙ୍କୁ ଖୋଲି ଦେଇଥିଲ କାରଣ ତୁମେ ସେମାନଙ୍କର ହୃଦୟ ଯକୃତ ଏବଂ ବୃକ ଖୋଜିବାକୁ ଚାହୁଁଥିଲ। ଅଧା ଜୀବନ ହେଉଛି ଯନ୍ତ୍ରଣା। ତୁମେ ଏହା ଦେଖିଛ କି ସର୍ବଦା ଅଧା ଜୀବନ ହେଉଛି ଯନ୍ତ୍ରଣା। ମାନବତାର ଏକ ବଡ଼ ଅଂଶ ବର୍ତ୍ତମାନ ଏହି ଯନ୍ତ୍ରଣା ଦେଇ ଗତି କରୁଛି କାରଣ ସେମାନେ ଅଧା ଜୀବନ ସେମାନଙ୍କର କେବଳ ଗୋଟିଏ ଅଂଶ ଜୀବିତ ହୋଇଛି। କେବଳ ସେମାନଙ୍କର ଶାରୀରିକତା ଏବଂ ମାନସିକତା ଜୀବିତ ହୋଇଛି। ଏହାର ବାକି ଅଂଶ ଜୀବିତ ହେବା ବାକି ଅଛି। ଅଧା ଜୀବନ ଲୋକମାନେ ସବୁକିଛି ଭୋଗ କରିବେ। ସେମାନେ ଅଜ୍ଞତା ଭୋଗ କରିବେ, ସେମାନେ ଶିକ୍ଷା ଭୋଗ କରିବେ, ସେମାନେ ଦାରିଦ୍ର୍ୟ ଭୋଗ କରିବେ, ସେମାନେ ଧନ ସମ୍ପତ୍ତି ଭୋଗ କରିବେ, ସେମାନେ ଏକା ରହିବା ଭୋଗ କରିବେ, ସେମାନେ ସମ୍ପର୍କରେ ରହିବା ଭୋଗ କରିବେ। ଯଦି ସେମାନେ ବିବାହିତ ନୁହନ୍ତି, ତେବେ ସେମାନେ ଦୁଃଖ ଭୋଗନ୍ତି। ଯଦି ସେମାନେ ବିବାହ କରନ୍ତି, ତେବେ ସେମାନେ ଯଦି ସେମାନଙ୍କର ସନ୍ତାନ ନଥାଏ, ତେବେ ସେମାନେ ତାହା ଭୋଗ କରନ୍ତି। ଯେପରିକି ପିଲାମାନେ ଯଦି ସେମାନେ ସେଠାରେ ଅଛନ୍ତି, ତେବେ ସେମାନେ ଆସି ତୁମକୁ କାମୁଡ଼ି ପାରିବେ। ସେମାନେ କରନ୍ତି। କୌଣସି ସନ୍ତାନ ନାହିଁ, ତୁମେ କକେଣ ଭୋଗ କରୁଛ, କିନ୍ତୁ ତାହା ମଧ୍ୟ ସେମାନେ ଭୋଗ କରନ୍ତି। ମୋତେ କେବଳ ଗୋଟିଏ ଜିନିଷ ଦେଖ ଯାହା ମଣିଷ ଏବେ ଭୋଗ କରୁନାହିଁ। ମୋତେ ଜୀବନର ଗୋଟିଏ ଦିଗ ଦେଖ ଯାହା ମଣିଷ ଏବେ ଭୋଗ କରୁନାହିଁ। ସେମାନେ କେବଳ ଜୀବନ ନୁହେଁ, କୌଣସି ବିଷୟରେ ମଧ୍ୟ ଭୋଗ କରୁଛନ୍ତି। ଏହା ଘଟିବା ପୂର୍ବରୁ ସେମାନେ ମୃତ୍ୟୁ ମଧ୍ୟ ଭୋଗୁଛନ୍ତି। ସେ ନିଜ ପାଇଁ ଏକ ପିରାମିଡ୍ ନିର୍ମାଣ କରିବା ବିଷୟରେ ଭାବୁଛନ୍ତି। ଯାହା ଅଛି ଏବଂ ଯାହା ସେମାନେ ଭୋଗୁଛନ୍ତି ତାହା ନୁହେଁ। ଏହା ନୁହେଁ ତୁମେ ଏକାକିତା ଭୋଗ କରୁନାହ, ତୁମେ ସାଥିରେ କଷ୍ଟ ପାଉନାହ, ତୁମେ ଟଙ୍କାରେ କଷ୍ଟ ପାଉନାହ, ତୁମେ ଦାରିଦ୍ର୍ୟରେ କଷ୍ଟ ପାଉନାହ। ତୁମେ ଯାହା ଭୋଗୁଛ ତାହା ତୁମର ଅଧା ଜୀବନ ତୁମେ ଟଙ୍କା ପାନୀୟ ଯୌନ ମାଧ୍ୟମରେ ନିଜକୁ ସମ୍ପୂର୍ଣ୍ଣ ଜୀବିତ କରିବାକୁ ଚେଷ୍ଟା କରୁଛ। ଏକ ଟ୍ରେକିଂରେ ଯାଇ ଆଶ୍ରମକୁ ଆସିବା ମାଧ୍ୟମରେ ଅନେକ ଉପାୟରେ ତୁମେ କୌଣସି ପ୍ରକାରେ ନିଜକୁ ସମ୍ପୂର୍ଣ୍ଣ ଜୀବିତ କରିବାକୁ ଚେଷ୍ଟା କରୁଛ, ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏଠାରେ ଏବଂ ସେଠାରେ ତୁମେ ଜୀବନରେ ଏକ ବିସ୍ଫୋରଣ ଅନୁଭବ କର, କିନ୍ତୁ ପୁଣି ଏହା ହୋଇଗଲା। ତେଣୁ ଯେତେବେଳେ ଲୋକମାନେ ନିରନ୍ତର ଅଧା ଜୀବନରେ ରହିଥାନ୍ତି, ଆନନ୍ଦ ତୁମର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଏ। ତୁମର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ବିନା ତୁମେ ଅସ୍ତିତ୍ୱ କରିପାରିବ ନାହିଁ। ଆନନ୍ଦ ତୁମର ଜୀବନରେ ସର୍ବୋପରି ହୋଇଯାଏ ଯେତେବେଳେ ତୁମେ କେବଳ ଅଧା ଜୀବନ ଜୀବିତ ଥାଅ। ଯେତେବେଳେ ଶାରୀରିକତା ହିଁ ତୁମେ ଜାଣ ତୁମର ଜୀବନରେ ଆନନ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଯଦି ତୁମେ ସମ୍ପୂର୍ଣ୍ଣ ଜୀବିତ ହୋଇଯାଅ, ତେବେ ତୁମେ ଏତେ ଆନନ୍ଦମୟ କାରଣ ବିନା ଉଲ୍ଲାସପୂର୍ଣ୍ଣ। ତୁମ ଭିତରେ କୌଣସି କାରଣ ବିନା ଉଲ୍ଲାସର ଫୁଟି ଉଠିବ। ଏହା ପ୍ରାୟ ଲଜ୍ଜାଜନକ। ଏବେ ଆନନ୍ଦର ଚିନ୍ତା କେବଳ ଉଭାନ ହୋଇଯାଏ। ପାନୀୟ ଖୋଜିବା, କୌଣସି ପ୍ରକାରର ଆନନ୍ଦଦାୟକ ଜିନିଷ ଖୋଜିବା କେବଳ ତୋର ମନରୁ ଉଭାନ ହୋଇଯାଏ କାରଣ ତୁମେ ସମ୍ପୂର୍ଣ୍ଣ ଜୀବିତ। ଯେତେବେଳେ ତୁମେ ସମ୍ପୂର୍ଣ୍ଣ ଜୀବିତ, ଆନନ୍ଦ ଉଭାନ ହୋଇଯାଏ। ଯେତେବେଳେ ତୁମେ ଅଧା ମୃତ, ଆନନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ।